ରାଶି ଅନୁସାରେ ଧନ ଲାଭ ପାଇଁ ସହଜ ଉପାୟ। ମେଷ ରାଶି ସୁନାରେ ତିଆରି ଅଳଙ୍କାର ପିନ୍ଧନ୍ତୁ। ପର୍ସରେ ଏକ ରୂପା ମୁଦ୍ରା ରଖନ୍ତୁ। ଋଣ ନେବା ଦେବା ଠାରୁ ଦୂରେଇ ରୁହନ୍ତୁ। ବୃଷ ରାଶି ରୂପା ବାସନରେ ଖାଇଲେ ଭଲ ହେବ। ଶୁଭ ଦିନରେ ପବିତ୍ର ନଦୀରେ ସ୍ନାନ କରନ୍ତୁ। ଏହାପରେ ଯଥା ସମ୍ଭବ ଦାନ କରନ୍ତୁ। ମିଥୁନ ରାଶି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ। କାହା ସହ ଯୁକ୍ତି ତର୍କ କରନ୍ତୁ ନାହିଁ। କର୍କଟ ରାଶି କ୍ଷୀରରେ ହଳଦୀ ଓ କେଶର ମିଶାଇ ପିଅନ୍ତୁ। କପାଳରେ ଚନ୍ଦନ ଟିପା ଲଗାନ୍ତୁ। ଏହାଦ୍ୱାରା ଶୁଭ ଫଳ ମିଳିବ। ସିଂହ ବୟସ୍କମାନଙ୍କ ସମ୍ମାନ ଦିଅନ୍ତୁ। ସେମାନଙ୍କ ଆଶୀର୍ବାଦରେ କାମ ଆରମ୍ଭ କରନ୍ତୁ। ମନ୍ଦିରକୁ ଯାଇ ସଫା କରନ୍ତୁ। କଳା କୁକୁର କ୍ଷୀର ଖାଇବାକୁ ଦିଅନ୍ତୁ। କନ୍ୟା ରାଶି ବୁଧବାର ଗଣେଶଙ୍କ ପୂଜା କରନ୍ତୁ। କିନ୍ନରଙ୍କ ଆଶୀର୍ବାଦ ନିଅନ୍ତୁ। ଗରିବଙ୍କୁ ସାହାଯ୍ୟ କରନ୍ତୁ। ତୁଳା ରାଶି ମୁଣ୍ଡରେ ସୋରିଷ ତେଲ ଲଗାନ୍ତୁ ନାହିଁ। ଗରିବଙ୍କୁ ସାହାଯ୍ୟ କରନ୍ତୁ। ରୂପା ଓ ତମ୍ବା ପାତ୍ରରେ ଖାଦ୍ୟ ଖାଆନ୍ତୁ। ସକାଳେ ଓ ସନ୍ଧ୍ୟାରେ ପୂଜା କରନ୍ତୁ। ବିଛା ରାଶି ଗରିବଙ୍କୁ କ୍ଷୀର ଓ ଚାଉଳ ଦାନ କରନ୍ତୁ। ରୂପା ଅଳଙ୍କାର ପିନ୍ଧନ୍ତୁ। ମଙ୍ଗଳବାର ଦିନ ମାଙ୍କଡ଼କୁ ଖାଇବାକୁ ଦିଅନ୍ତୁ। ଧନୁ ରାଶି ପକ୍ଷୀମାନଙ୍କୁ ଖାଦ୍ୟ ଅର୍ପଣ କରନ୍ତୁ। ସୁନା ମୁଦି ପିନ୍ଧନ୍ତୁ। ମକର ରାଶି ପିମ୍ପୁଡ଼ିମାନଙ୍କୁ ଅଟା ଖାଇବାକୁ ଦିଅନ୍ତୁ। ହାତରେ ଲୁହା ମୁଦି ପିନ୍ଧନ୍ତୁ। କୁମ୍ଭ ରାଶି ଖାଦ୍ୟ ଖାଇବା ସମୟରେ ରୂପା ବାସନରେ ବ୍ୟବହାର କରନ୍ତୁ। ଶୋଇବା ଘରେ ଲୁହା ଜିନିଷ ରଖନ୍ତୁ ନାହିଁ। ମୀନ ରାଶି ମୁଦ୍ରାକୁ ନଦୀରେ ପ୍ରବାହିତ କରନ୍ତୁ। ଅସହାୟ ଲୋକଙ୍କୁ ଦାନ କରନ୍ତୁ। ଏହି ହେଉଛି ରାଶି ଅନୁସାରେ ଧନର ଲାଭ ଏବଂ ସହଜ ଉପାୟ। ଗୁରୁବାର ଦିନ ଏହି 6ଟି କାମ କରନ୍ତୁ ନାହିଁ। ପ୍ରଥମେ ଗୁରୁବାର ଦିନ ଭୁଲରେ ବି ଘରର କୌଣସି ବସ୍ତୁ ବିକ୍ରି କରନ୍ତୁ ନାହିଁ। ଦ୍ୱିତୀୟରେ ଗୁରୁବାର ଦିନ ପୋଷାକ କାହାକୁ ଦାନ କରିବା ଉଚିତ ନୁହେଁ। ତୃତୀୟରେ ଗୁରୁବାର ଦିନ ଘର ପୋଛିବା ବା ସଫା କରିବା ଉଚିତ ନୁହେଁ। ଚତୁର୍ଥରେ ଗୁରୁବାର ଦିନ ଚୁଟି କାଟିବା ନିଷେଧ। ପଞ୍ଚମରେ ଗୁରୁବାର ଦିନ ଆଳୁ ବାଇଗଣ ଆଦି ପଡ଼ିବା ଅନୁଚିତ। ଷଷ୍ଠରେ ଗୁରୁବାର ଦିନ ଆମିଷ ଖାଇବା ଉଚିତ ନୁହେଁ। ଲୁଣ ହିଁ ଜାଣିଥାଏ ତୁମ ଯନ୍ତ୍ରଣାର ଗଭୀରତା କେତେ। ଗର୍ବ ହିଁ ଜଣାଇଥାଏ ତୁମ ପାଖରେ ଧନ କେତେ। ବ୍ୟବହାର ହିଁ ଜଣାଇଥାଏ ତୁମ ପରିବାରର ସଂସ୍କାର କେତେ। ସଫଳତା ହିଁ ଜଣାଇଥାଏ ତୁମ ଚେଷ୍ଟା ଶକ୍ତିର ସୀମା କେତେ। ଧୈର୍ଯ୍ୟ ହିଁ ଜଣାଇଥାଏ ତୁମ ଅପେକ୍ଷାର ସମୟ ସୀମା କେତେ। ଭୟ ହିଁ ଜଣାଇଥାଏ ତୁମ ଭଲ ପାଇବାର ଗଭୀରତା ହିଁ କେତେ। 5ଟି କଥା ମନେ ରଖନ୍ତୁ। ପ୍ରଥମେ ଅରଖ ଗଛ ଘର ପାଖରେ ରହିଲେ ଶୁଭ, ତାକୁ କେବେ ନଷ୍ଟ କରନ୍ତୁ ନାହିଁ। ଦ୍ୱିତୀୟରେ ଛାଞ୍ଚୁଣି ଏବଂ କୁଲା ଏକାଠି କିଣନ୍ତୁ ନାହିଁ କିମ୍ବା ଏକାଠି ରଖନ୍ତୁ ନାହିଁ। ତୃତୀୟରେ ଘରର ଦକ୍ଷିଣ କାନ୍ଥରେ ଘଣ୍ଟା ରଖନ୍ତୁ ନାହିଁ। ଚତୁର୍ଥରେ ଗୋଟିଏ ହାତ ଉଠାଇ ଭଗବାନ କିମ୍ବା ମଣିଷକୁ ନମସ୍କାର କରିବା ଉଚିତ ନୁହେଁ। ସବୁବେଳେ 2 ହାତ ଯୋଡ଼ି ନମସ୍କାର କରିବା ଉଚିତ ହୋଇଥାଏ। ପଞ୍ଚମରେ ସୂର୍ଯ୍ୟ ଅସ୍ତ ପରେ କାହାରିକୁ ଲୁଣ ଏବଂ ହଳଦୀ ଦେବା ଉଚିତ ନୁହେଁ। ଜୀବନରେ 2ଟି କଥା ମନେ ରଖିଥିବେ। ଯାହା ଆମକୁ ମିଳୁଛି ସେଇଟା ଭଗବାନଙ୍କର ଇଚ୍ଛା, ଆଉ ଯାହା ଆମକୁ ନ ମିଳୁଛି ସେଇଟା ମଧ୍ୟ ଭଗବାନଙ୍କର ଇଚ୍ଛା। କାହିଁକିନା ଆମ ପାଇଁ ଯେଉଁଟା ଭଲ ଭଗବାନ ଆମକୁ ସେଇଟା ଦେଇଥାନ୍ତି।
ଜୀବନ ଦର୍ଶନ। ଦାନ ଠାରୁ ବଡ଼ ପୁଣ୍ୟ ନାହିଁ, ମାନବିକତା ଠାରୁ ବଡ଼ ଧର୍ମ ନାହିଁ, କର୍ମ ଠାରୁ ବଡ଼ ଭଗବାନ ନାହିଁ, ପିତାମାତାଙ୍କ ଠାରୁ ବଡ଼ ଈଶ୍ୱର ନାହିଁ, ପରିବାର ଠାରୁ ବଡ଼ ମନ୍ଦିର ନାହିଁ, ସମ୍ପର୍କ ଠାରୁ ବଡ଼ ସମ୍ପତ୍ତି ନାହିଁ। ଯଦି ଆପଣମାନଙ୍କୁ ମୋ ମୋଟିଭେସନ୍ ଷ୍ଟୋରିଟି ଭଲ ଲାଗୁଛି, ପ୍ଲିଜ୍ ମୋ ଚ୍ୟାନେଲକୁ ଟିକେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।